ଲତସବାନା ଠାରେ ଟ୍ରାଇବାଲ ଡାୟୋସିସ୍ ଅଫ୍ କନ୍ଧମାଳ ଦାରିଙ୍ଗବାଡ଼ି ପକ୍ଷରୁ ବାର୍ଷିକ ମହାସଭା ଅନୁଷ୍ଠିତ। ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଲତସବାନ୍ଦା ଠାରେ ଟ୍ରାଇବାଲ ଡାୟୋସିସ୍ ଅଫ୍ କନ୍ଧମାଳ ଦାରିଙ୍ଗବାଡ଼ି ପକ୍ଷରୁ କେରକେବାଡ଼ି ପାଷ୍ଟୋରେଟ୍ର ବାର୍ଷିକ ମହାସଭା ଶୁଭୋଦ୍ଘାଟନ ହୋଇଛି। ଏହି ମହାସଭା 3 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଟ୍ରାଇବାଲ ଡାୟୋସିସ୍ ଅଫ୍ କନ୍ଧମାଳ ବିଶପ ବାଞ୍ଛାନିଧି ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଶପ ଡକ୍ଟର ଦିଲ୍ଲୀପ କୁମାର ବଲ ଉପସ୍ଥିତ ରହିଥିଲେ। ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ରିବନ କାଟି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ଓ ନୃତ୍ୟ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରି ମଞ୍ଚକୁ ଅତିଥିମାନଙ୍କୁ ପାଛୋଟି ନେଇଥିଲେ। ପରେ ମଞ୍ଚ ମଧ୍ୟରେ ସଭାପତି ଆଚାର୍ଯ୍ୟ ଦୁର୍ବାସା ମଲ୍ଲିକ ପରିଚାଳନା କରିଥିଲେ ଓ ସମ୍ପାଦକ ଧୀରେନ୍ଦ୍ର ପ୍ରଧାନ ସ୍ୱାଗତ କାର୍ଯ୍ୟକ୍ରମ ପରିଚାଳନା କରି ମଞ୍ଚସ୍ଥ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରସଙ୍ଗ ଭାବରେ ବାଇବଲ ଠାରୁ ପ୍ରଥମେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ତହିଁରେ ତୁମ୍ଭମାନଙ୍କୁ ଏହି ସମସ୍ତ ବିଷୟ ଦିଆଯିବ ବିଷୟ ରଖାଯାଇଥିବା ବେଳେ ବିଶପ ବାଞ୍ଛାନିଧି ସୁନ୍ଦର ଭାବରେ ପ୍ରଥମ ଅଧିବେଶନ ସମୟରେ ପ୍ରସଙ୍ଗ ବିଷୟରେ ପରିବେଷଣ କରିଥିଲେ। ଏହି 3 ଦିନର କାର୍ଯ୍ୟକ୍ରମରେ ମୁମ୍ବାଇ ଠାରୁ ପ୍ରେରିତ ଶେଖର କଲ୍ୟାଣପୁର ଓ ଏମ୍ପି ଠାରୁ ବିଶପ ଆମୋଦ ସିଂ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସଙ୍ଗୀତ ପରିବେଷଣ ନିମନ୍ତେ ଗାୟକ ଜଗନମୋହନ ନାଗ ନବରଙ୍ଗପୁର ଠାରୁ ଉପସ୍ଥିତ ରହିଥିଲେ। ଏହି 2 ଜଣ ବକ୍ତା ଏହି 3 ଦିନ ମଧ୍ୟରେ ବାକ୍ୟ ପରିବେଷଣ କରିବାର ସୂଚନା ରହିଛି। କାର୍ଯ୍ୟକ୍ରମରେ ଆଜିଠାରୁ ଆରମ୍ଭ ହୋଇ 8 ତାରିଖ ମଧ୍ୟରେ ଶେଷ ହେବାର ସୂଚନା ରହିଥିବା ବେଳେ କାର୍ଯ୍ୟକ୍ରମରେ ଶତାଧିକ ବିଶ୍ୱାସୀମାନେ ଉପସ୍ଥିତ ରହି ଈଶ୍ୱରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଆୟୋଜକ ଭାବରେ ଟ୍ରାଇବାଲ ଡାୟୋସିସ୍ର ସମସ୍ତ କର୍ମକର୍ତ୍ତା ବିଭିନ୍ନ ଦାୟିତ୍ୱରେ ରହି ସାହାଯ୍ୟ ସହଯୋଗ ସହିତ ଭିନ୍ନ ଅଧିବେଶନ ପରିଚାଳନା କରି କଢ଼େଇ ନେଉଥିବା ଦେଖିବାକୁ ମିଳିଛି।